ଖାଇଲେ କିମ୍ବା ନ ଖାଇଲେ ଆମ୍ବିଳା ହାକୁଡ଼ି ଆସୁଛି କି? ଆପଣଙ୍କର ବି ଛାତିରେ ପୋଡ଼ାଜଳା ହେଉଛି କି? ଏସିଡିଟି ସମସ୍ୟାରୁ କେମିତି ପାଇବେ ମୁକ୍ତି? ଏସିଡିଟି ଦୂର କରିବା ପାଇଁ କ'ଣ ସବୁ ଘରୋଇ ଉପଚାର ରହିଛି, ଆସନ୍ତୁ ଜାଣିବା। ନମସ୍କାର, ମୁଁ ଜଗନ୍ନାଥ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡ଼ିଓକୁ। ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନିୟମିତତା ଖାଦ୍ୟ ପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏସିଡିଟି ପାଇଁ ଅନେକ ପ୍ରକାର ବା ଅନେକ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତେବେ ଘରୋଇ ଉପଚାର ଏସିଡିଟିକୁ କେମିତି କରିବେ ଦୂର? ତେବେ ରହିଛି ଜୁଆଣି। ଜୁଆଣି ପେଟ ସମସ୍ୟା ଓ ଏସିଡିଟି ପାଇଁ ବେଶ୍ ଉପକାରୀ ହୋଇଥାଏ। କିଛି ପରିମାଣର ଜୁଆଣିକୁ ଗୋଟେ କପ୍ ପାଣିରେ ବତୁରାଇ ଦିଅନ୍ତୁ, ଯେମିତି ସେହି କପ୍ରେ ଅଧ କପ୍ ହୋଇଯିବ। ଏହି ପାଣିକୁ ପିଅନ୍ତୁ। ଏହାଛଡ଼ା ଜୁଆଣି ଫୁଲକୁ ଗୋଟେ ଗ୍ଲାସ୍ ପାଣିରେ ବୁଡ଼ାଇ ରଖନ୍ତୁ। ଏହି ଜୁଆଣିକୁ ଖାଲି ପେଟରେ ପିଅନ୍ତୁ। ଏହାଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ। ଅଥବା ଖାଇସାରିବା ପରେ 5ଟି ଜୁଆଣି ପତ୍ରକୁ ଚୋବାଇ ଦିଅନ୍ତୁ ଏବଂ ଏହା ହଜମରେ ସାହାଯ୍ୟ କରିଥାଏ। ସେହିଭଳି ଭାବରେ ଜିରା, କିଛି ପରିମାଣର ଜିରାକୁ ବାଟି ଗୁଣ୍ଡ କରି ନିଅନ୍ତୁ। ଏହାକୁ ଏକ କଳା ଲୁଣ ସହ ମିଶାଇ ଖାଇଲେ ଏସିଡିଟି ଉପଶମ ମିଳିଥାଏ। ଏସିଡିଟି ହୋଇଥିଲେ କିଛି ଭଜା ଜିରା ଗୁଣ୍ଡ ପାଣିରେ ମିଶାଇ ପିଅନ୍ତୁ, ନଚେତ୍ କିଛି ଜିରାକୁ ପାଣିରେ ଫୁଟାଇ ଦିଅନ୍ତୁ ଓ ସେହି ପାଣିକୁ ଛାଣି ଦିନରେ ବାରମ୍ବାର ପିଅନ୍ତୁ, ଆରାମ ମିଳିଯିବ। ପୋଦିନା ପତ୍ର ମଧ୍ୟ ସବୁଦିନ ଖାଦ୍ୟରେ ପୋଦିନା ପତ୍ର ସାମିଲ କରନ୍ତୁ। ପ୍ରତିଦିନ ଖାଇବା ବେଳେ ସାଲାଡ଼ରେ ପୋଦିନା ପତ୍ରକୁ କାଟି ମିଶାଇ ଏହାକୁ ଖାଇପାରିବେ। ଆଉ ଗୋଟିଏ ହେଉଛି ସବୁଠୁ ଭଲ ଜିନିଷ ହେଉଛି ବେଲପତ୍ର। ପ୍ରତିଦିନ ଡେମ୍ଫ ଥିବା 3ଟି ବେଲପତ୍ରକୁ 5ଟି ଗୋଲମରିଚ ସହିତ ମିଶାଇ ଚୋବାନ୍ତୁ। ଏହାର 5 ମିନିଟ୍ ପରେ ପାଣି ପିଇ ନିଅନ୍ତୁ। ଏସିଡିଟି ସମସ୍ୟା ସବୁବେଳେ ଲାଗି ରହୁଥିଲେ ଚା, କଫି ଏବଂ ମଦ୍ୟପାନରୁ ନିବୃତ୍ତ ରୁହନ୍ତୁ। ପ୍ରଚୁର ପରିମାଣର ପାଣି ପିଅନ୍ତୁ। ଫାଷ୍ଟଫୁଡ୍, ତେଲ ମସଲା ଆଦି ଖାଇବା ବନ୍ଦ କରିଦିଅନ୍ତୁ। ଦିନରେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ। ତେବେ ଆପଣଙ୍କର ଏହିସବୁ ଜିନିଷ ଟୋଟାଲ ବନ୍ଦ ହେଇଯିବ। ଆପଣଙ୍କର ଏଇ ଯେଉଁ ଆପଣଙ୍କୁ ଆମ୍ବିଳା ହାକୁଡ଼ି ହେଉ କିମ୍ବା ଛାତିରେ ଜଳାପୋଡ଼ା ହେଉ କିମ୍ବା ବଥା ହେଉ। ତେବେ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ଭାବେ କମେଣ୍ଟ କରି ଜଣାଇବେ। ବର୍ତ୍ତମାନ ପାଇଁ ଏତିକି ରହୁଛୁ। ନମସ୍କାର।